ଛାତ ବଗିଚାର ଆଉ ଗୋଟିଏ ଛୋଟ ହାର୍ଭେଷ୍ଟିଂ ଭିଡ଼ିଓ ନେଇ ମୁଁ ଆଉ ଥରେ ଚାଲି ଆସିଛି। ନମସ୍କାର, ଆପଣ ସମସ୍ତଙ୍କୁ ମୋ ଛାତ ଉପରକୁ ବହୁତ ବହୁତ ସ୍ୱାଗତ। ମୁଁ ଆଜି କ'ଣ ସବୁ ତୋଳୁଛି ଛାତ ଉପରୁ, ଚାଲନ୍ତୁ ଦେଖି ନେବା। ଏଇଠି ଗୋଟିଏ ଲାଉଟି ରେଡ଼ି ହେଇଯାଇଛି ତୋଳିବା ପାଇଁ। ଆଜି ମୁଁ ତାକୁ ତୋଳି ନେବି। ପଛକୁ ପଛ ଆହୁରି ଛୋଟ ଛୋଟ ଲାଉ ମଧ୍ୟ ଝୁଲିଛି। ସେଗୁଡ଼ିକୁ ବଡ଼ ହେବା ପାଇଁ ହେଲେ ଆମକୁ ଏଇ ଲାଉଟିକୁ ତୋଳି ନେବା ପାଇଁ ହେବ। ଇଏ ସବୁ ଏନର୍ଜି ନହେଲେ ନେଇଯିବ ଆଉ ବୁଢ଼ା ହେଇଯିବ। ସେଇଥିପାଇଁ ଆଜି ମୁଁ ୟାକୁ ତୋଳି ନେଉଛି। ଲାଉଟିକୁ ମୁଁ ତୋଳି ନେଇଛି। ଆଉ ଦେଖିବା କ'ଣ ମୁଁ ସବୁ ତୋଳୁଛି। ଏଇଠି ଦେଖନ୍ତୁ, ଛାତ ଉପରେ କଲରା ମଧ୍ୟ ହେଇଥିଲା। ଅଳ୍ପ କିଛି କଲରା ଅଛି, ତାକୁ ମଧ୍ୟ ମୁଁ ତୋଳି ନେଉଛି। କଲରା ତ ତୋଳି ନେଇଛି। ତାପରେ ଦେଖନ୍ତୁ, ଏଇଠି ଗୋଟେ କାକୁଡ଼ିଟି ପତ୍ର ଭିତରେ କେମିତି ଲୁଚିକି ରହିଯାଇଛି। ମୁଁ ଜମାରୁ ଜାଣିପାରିଲିନି କେତେବେଳେ ସେ କଷି ହେଇ ବଡ଼ ହେଇ ଏତେ ବୁଢ଼ା ହେବା ପାଇଁ ବସିଲାଣି। ତଥାପି ଖାଇ ହେବା ଭଳିଆ ଅଛି, ତ ମୁଁ ୟାକୁ ମଧ୍ୟ ତୋଳି ନେଉଛି। ଜାଣିଥିଲେ ଆଉ ଟିକେ ଆଗରୁ ତୋଳିଥାନ୍ତି। ଏଇଠି ଦେଖନ୍ତୁ, କିଛି କଲରା, ଲାଉ ଆଉ କାକୁଡ଼ି କିଛି ମୁଁ ତୋଳି ନେଇଛି। ଆଉ କୁନ୍ଦୁରି ବି ଅଳ୍ପ କିଛି ଫଳିଛି, ତାକୁ ମଧ୍ୟ ମୁଁ ତୋଳି ନେଉଛି। ଶୀତ ଆରମ୍ଭ ହେଇଯାଇଥିବାରୁ ଗରମ ଦିନ ଏ ପରିବା ଗୁଡ଼ିକ ବହୁତ କମ୍ ଫଳୁଛି। ତଥାପି ଯାହା ଅଛି ନେଇଯାଉଛି। ପର ସମୟରେ ମୁଁ ଏଗୁଡ଼ିକ ସବୁ କାଟିକି ହଟେଇ ଦେବି। ଏଇଠୁ ମୁଁ ଝୁଡ଼ଙ୍ଗ କିଛି ମଧ୍ୟ ତୋଳି ନେଉଛି। କେତେ ସୁନ୍ଦର ଫ୍ରେଶ୍ ଝୁଡ଼ଙ୍ଗକୁ ମୁଁ ତୋଳି ନେଇଛି। ଏଇଠି ଦେଖନ୍ତୁ, ମେଥି ଶାଗ ମୁଁ ବୁଣିଥିଲି। ଛୋଟ ଛୋଟ ମେଥି ଶାଗ ହେଇଛି। ମୁଁ ଛୋଟ ଅବସ୍ଥାରୁ ହିଁ ତାକୁ ତୋଳି ନେଉଛି। ବଡ଼ ହେବା ଦରକାର ନାହିଁ। କଅଁଳିଆ ଶାଗ ଖାଇବା ପାଇଁ ବହୁତ ଭଲ ଲାଗେ। ଆଉ ମେଥି ଶାଗକୁ ନ କାଟି ଓପାଡ଼ି ନେଲେ ଭଲ, ସେ ବୁଢ଼ା ହେଇଯାଏ। ଆଜି ଦେଖନ୍ତୁ ମୁଁ କ'ଣ ସବୁ ତୋଳିଛି। ଏଇଠି ମୁଁ ମୋର ସବୁ ହାର୍ଭେଷ୍ଟିଂ ରଖିଛି। ମେଥି ଶାଗ ଆଉ ଅଳ୍ପ କିଛି ଏଇଠି ପରିବା ମଧ୍ୟ ମୁଁ ତୋଳି ନେଇଛି। ତାହେଲେ ଆଜିର ଭିଡ଼ିଓଟିରେ ଏତିକି। ପୁଣି ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କ ସହିତ ଦେଖା ହେଉଛି। ନମସ୍କାର।